ସାଙ୍ଗମାନେ ଆଜି ଅନୁରାଧା ସିରିଏଲରେ ଦେଖନ୍ତୁ ରିୟା ଆସି ରାଜକୁ କୁହେ ଏସବୁ କ'ଣ ରାଜ କୁହେ ତମେ ଯେତେବେଳେ ନଥିଲ କି ତମେ ଫେରି ଆସିବାର କୌଣସି ଆଶା ନଥିଲା ସେତେବେଳେ ମୁଁ ଅନୁକୁ ବାହା ହେଇଛି କାହିଁକି ନା ମୁଁ ଜାଣିନଥିଲି ତମେ ଫେରି ଆସିବ। ରିୟା କୁହେ ତମଠୁ ଏସବୁ ଶୁଣିବାକୁ ତ ମୁଁ ଫେରି ଆସିନଥିଲି। ତମେ ମୋ କଥା ଠିକ୍ ବୁଝିପାରିଛ ରାଜ, ମୁଁ ତମର ପ୍ରଥମ ସ୍ତ୍ରୀ ଆଉ ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ସ୍ତ୍ରୀ କି ଦ୍ୱିତୀୟ ବାହାଘରର କୌଣସି ବି ମାନେ ନଥାଏ ରାଜ। ତାହେଲେ ମୁଁ କାହିଁକି ସଉତୁଣ ଟଏଲେଟ୍ କରିବି? ମୁଁ ଏମିତି ହେବାକୁ ଦେବିନି ରାଜ। ଏବେ ତମେ କୁହ କ'ଣ କରିବ? ରାଜ କୁହେ ମୁଁ ଅନୁକୁ ଛାଡ଼ି ପାରିବିନି। ଅନୁ କୁହେ ନାଇଁ ରାଜ ବାବୁ, ଆପଣ ମୋ ପାଇଁ ଆଉ କଷ୍ଟ କରନ୍ତୁନି, ମୁଁ ଏ ଘର ଛାଡ଼ି ସବୁଦିନ ପାଇଁ ଚାଲିଯିବି। ରାଜ କୁହେ ନା, କେବେ ବି ନୁହେଁ, ମୁଁ ତୁମକୁ ଏକା ଯିବାକୁ ହିଁ ଦେବିନି। ଠିକ୍ ଅଛି, ତମେ ଯଦି ଏ ଘର ଛାଡ଼ିକି ଯିବାକୁ ଚାହୁଁଛ ତାହେଲେ ମୁଁ ବି ତମ ସାଙ୍ଗରେ ଯିବି। ରିୟା କୁହେ କେମିତି ଚାଲିଯିବ ରାଜ? ମୁଁ ତମର ପ୍ରଥମ ସ୍ତ୍ରୀ, ପ୍ରଥମ ଭଲ ପାଇବା, ଆଉ ପୁରା ପରିବାରକୁ ଛାଡ଼ିକି ତମେ କେମିତି ଚାଲିଯିବ? ନାଇଁ, ଅନ୍ତତଃ ମୁଁ ଏସବୁ ହେବାକୁ ଦେବିନି। ରାଜ ଅନୁ ପାଖକୁ ଯାଇ ଅନୁର ହାତ ଧରି କୁହେ ତମର ଯାହା କରିବାର ଅଛି ତମେ କର, ହେଲେ କୌଣସି ବି ପରିସ୍ଥିତିରେ ମୁଁ ଅନୁଙ୍କ ହାତ ଛାଡ଼ି ପାରିବିନି। ରିୟା କୁହେ ବାସ୍, ତାହେଲେ ଠିକ୍ ସେଇଆ ହିଁ ହେବ ଯାହା ମୁଁ ଭାବିଥିଲି। ମୁଁ ଲିଗାଲି ଷ୍ଟେପ୍ ନେବି। ତମେ ବହୁତ ଭଲ ଭାବରେ ଜାଣିଛ ରାଜ, ମୁଁ ବହୁତ ଦୂର ଯାଏଁ ଯାଇପାରେ, ଆଉ ମୁଁ ଏ ଅନୁକୁ କେବେ ବି ଛାଡ଼ିବିନି, ବର୍ବାଦ କରିଦେବି। ଆଉ ଏକଥା ଶୁଣି ଅନୁ ବହୁତ ଡରିଯାଏ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।